କାହାର ଅଭିଶାପରେ କୃଷ୍ଣଙ୍କର ଦ୍ୱାରିକା ପାଣିରେ ବୁଡି ଯାଇଥିଲା? କାହାର ଅଭିଶାପରେ କୃଷ୍ଣଙ୍କର ବଂଶ ନାଶ ହୋଇଯାଇଥିଲା? ହଁ ସାଙ୍ଗମାନେ, ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବା ଆଜିର ଭିଡିଓରେ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ଭିଡିଓଟିକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଲେ ଲାଇକ୍ କରିବେ, କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲିଖିଦେବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ହଁ ସାଙ୍ଗମାନେ, କାହିଁକି ଶ୍ରୀକୃଷ୍ଣ ଗାନ୍ଧାରୀଙ୍କ ଅଭିଶାପକୁ ଗ୍ରହଣ କଲେ? ସିଏ ତ ଭଗବାନ ଥିଲେ, ତାଙ୍କୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ଜଣା ଥିଲା। ତାପରେ ବି ସେ ଅଭିଶାପକୁ ଗ୍ରହଣ କଲେ କାହିଁକି? ଏମିତିକି ଗାନ୍ଧାରୀଙ୍କ ଅଭିଶାପକୁ ସେ ଅପେକ୍ଷା କରିଥିଲେ, ନିଜ ତରଫରୁ କିଛି ବି ସ୍ପଷ୍ଟୀକରଣ ଦେଲେ ନାହିଁ। ମାନିଲେ ଗାନ୍ଧାରୀଙ୍କୁ ହୃଦୟରେ ଦୁଃଖର ତାଣ୍ଡବ କରୁଥିଲା। ସେ ତାଙ୍କ 100 ପୁତ୍ରର ମୃତ୍ୟୁର ପୀଡା ସହିଥିଲେ, କିନ୍ତୁ ଏହାର ମାନେ ସେ ବାସୁଦେବ ଶ୍ରୀକୃଷ୍ଣଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ସବୁଠାରୁ ଅଧିକ ଅଧର୍ମୀ